ओम शांति। पुस्तक पठन श्रीमद् भगवद गीता रहस्य। लेखक ब्रह्मा कुमार सुधांशु शेखर मिश्रा। षष्ठ अध्याय। ज्ञानर अनुपम भंडार नहीं परमात्मा सृष्टि रे अवतरण करती। एही ईश्वरीय ज्ञान ही कलिजुगीय आसुरी दुनियार महाविनाश करी सुख शांति पवित्रता और समृद्धि संपन्न स्वर्गीय साम्राज्य प्रतिष्ठार भित्तिभूमि स्थापन करे। ଯେଉଁ ପରମାତ୍ମାଙ୍କୁ ଜନ୍ମ ଜନ୍ମାନ୍ତର ଧରି ମୁନି ଋଷି ପାଇ ନଥିଲେ, ଈଶ୍ୱରୀୟ ଜ୍ଞାନ କ୍ଷଣିକରେ ତାଙ୍କର ସାକ୍ଷାତ ଅନୁଭବ କରାଇ ଦେଇପାରେ। ଈଶ୍ୱରୀୟ ଜ୍ଞାନ ବିନା ଈଶ୍ୱରଙ୍କୁ ଚିହ୍ନିବା ସମ୍ଭବ ନୁହେଁ। ଯେପରି ବର୍ଷ ବର୍ଷ ଧରି ବନ୍ଦ ରହିଥିବା ଅନ୍ଧକାର ପ୍ରକୋଷ୍ଠରେ ଦୀପଟିଏ ପ୍ରଜ୍ୱଳିତ ହେଲେ ମୁହୂର୍ତ୍ତକରେ ଅନ୍ଧକାର ଦୂରୀଭୂତ ହୋଇଯାଏ, ସେହିପରି ଈଶ୍ୱରୀୟ ଜ୍ଞାନ ରୂପୀ ଆଲୋକ ଜନ୍ମ ଜନ୍ମାନ୍ତରର ଅଜ୍ଞାନ ଅନ୍ଧକାରକୁ ମୁହୂର୍ତ୍ତରେ ଦୂର କରିଦିଏ। ତେଣୁ ଯିଏ ପରମାତ୍ମାଙ୍କୁ ଚିହ୍ନିଛି, ଜାଣିଛି, ହୃଦୟ ସିଂହାସନରେ ଅଧିଷ୍ଠିତ କରି ରଖିପାରିଛି, ସେ ହିଁ ପ୍ରକୃତ ଜ୍ଞାନୀ। ଏହିଭଳି ବ୍ୟକ୍ତିର ଅପ୍ରାପ୍ୟ ଆଉ କ'ଣ ଅଛି? ବର୍ତ୍ତମାନ ଉପଲବ୍ଧ ବେଦ, ଉପନିଷଦ, ଶାସ୍ତ୍ର, ପୁରାଣ ଆଦି କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ମୌଳିକ ରଚନା ନୁହେଁ। ଗୁରୁ ଶିଷ୍ୟ ପରମ୍ପରା କ୍ରମେ ବିଭିନ୍ନ ସମୟରେ ଏଗୁଡ଼ିକରେ ନିଜ ନିଜ ବିଶ୍ୱାସ ଓ ଚିନ୍ତାଧାରା ଅନୁରୂପ ଶ୍ଲୋକଗୁଡ଼ିକ ସନ୍ନିବେଶ କରାଯାଇଛି। ପୁରାଣମାନଙ୍କରେ ଥିବା ଅନେକ ଆଖ୍ୟାନ ଓ ଉପାଖ୍ୟାନ ପ୍ରଥମେ ଜନସ୍ମୃତିରେ ଉଜ୍ଜୀବିତ ଥିଲା, ତାକୁ ପରେ ଶ୍ଲୋକବଦ୍ଧ କରି ଗ୍ରନ୍ଥର ରୂପ ଦିଆଯାଇଛି। ଉଦାହରଣ ସ୍ୱରୂପ ଆଜିର 1,00,000 ଶ୍ଲୋକ ବିଶିଷ୍ଟ ମହାଭାରତ ଗ୍ରନ୍ଥ ରୂପ ନେବା ପୂର୍ବରୁ ଲୋକମୁଖରେ ଜୟ କାବ୍ୟ ନାମରେ ବୋଲାଯାଉଥିଲା। ବିଦ୍ୱାନମାନେ କୁହନ୍ତି, ଏହା 18 ପଦ ବିଶିଷ୍ଟ ଏକ କ୍ଷୁଦ୍ର କାବ୍ୟ ଥିଲା। ପରବର୍ତ୍ତୀ ସମୟରେ ଏଥିସହିତ ହରିବଂଶ ଓ ଶ୍ରୀମଦ୍ ଭାଗବତ ଗୀତାକୁ ଯୋଡ଼ାଯାଇଛି। ତେଣୁ ବର୍ତ୍ତମାନ ଉପଲବ୍ଧ ଶ୍ରୀମଦ୍ ଭାଗବତ ଗୀତାର ମୌଳିକତା ଉପରେ ଅନେକ ବିଦ୍ୱାନ ପ୍ରଶ୍ନ ଉଠାନ୍ତି। ସେହି ଦୃଷ୍ଟିରୁ ଗୀତାର ଯେଉଁଠି ବି ପରମାତ୍ମାଙ୍କୁ ସର୍ବବ୍ୟାପକ ବୋଲି ସାବ୍ୟସ୍ତ କରାଯାଇଛି, ତାହା ତାର ମୌଳିକ ଚିନ୍ତାଧାରା ସହିତ ଅନ୍ତର୍ବିରୋଧ ସୃଷ୍ଟି କରେ। ସେହି ଶ୍ଲୋକଗୁଡ଼ିକୁ ପ୍ରକ୍ଷିପ୍ତ ମାନିନେବା ଉଚିତ ବା ସେଗୁଡ଼ିକୁ ଆକ୍ଷରିକ ଅର୍ଥ ନ କରି ସୂକ୍ଷ୍ମ ଭାବାର୍ଥରେ ବୁଝିବା ଦରକାର। ତତ୍ତ୍ୱଚିନ୍ତନର ମାର୍ଗ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସେହି ମନୋମନ୍ଥନରୁ ଯେଉଁ ସତ୍ୟରୂପକ ଲହୁଣୀ ନିର୍ଗତ ହୁଏ, ସେଥିରେ କୌଣସି ଭିନ୍ନତା ହେବା କଥା ନୁହେଁ। ଅନ୍ୟଥା ଆମର ଚିନ୍ତନ ପ୍ରକ୍ରିୟାରେ କୌଣସି ତ୍ରୁଟି ଅଛି ବୋଲି ବିଚାର କରିବାକୁ ହେବ। ଗୀତାର କେତୋଟି ମୁଖ୍ୟ ଶ୍ଲୋକକୁ ଆଧାର କରି ଟୀକାକାରମାନେ ପରମାତ୍ମାକୁ ସର୍ବବ୍ୟାପୀ ବୋଲି କୁହନ୍ତି। ପୂର୍ବାଗ୍ରହରୁ ମୁକ୍ତ ହୋଇ ନିରପେକ୍ଷ ଭାବରେ ସେଗୁଡ଼ିକର ସୂକ୍ଷ୍ମ ବିବେଚନା କଲେ ପରମାତ୍ମାଙ୍କ ପାଇଁ ସର୍ବବ୍ୟାପକତା ତତ୍ତ୍ୱ ଯେ କେତେ ଉପହାସଜନକ, ତାହା ସହଜରେ ବୁଝିହେବ। ଉଦାହରଣ ସ୍ୱରୂପ କେତେକ ଶ୍ଲୋକରେ ପରମାତ୍ମାକୁ ସମସ୍ତଙ୍କ ହୃଦୟରେ ବିରାଜିତ ବୋଲି କୁହାଯାଇଛି। ହୃଦି ସର୍ବସ୍ୱଂ ବିଷ୍ଠିତମ୍ ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତଃ। ଈଶ୍ୱରଃ ସର୍ବଭୂତାନାଂ ହୃଦେ ସେ ଅର୍ଜୁନ ତିଷ୍ଠତି। ଅହମାତ୍ମା ଗୁଡ଼ାକେଶଂ ସର୍ବଭୂତାଶୟ ସ୍ଥିତଃ। ଏହିପରି କେତେକ ଶ୍ଲୋକକୁ ଆଧାର କରି ଟୀକାକାରମାନେ କୁହନ୍ତି ଯେ ପରମାତ୍ମା ପ୍ରତ୍ୟେକ ଜୀବାତ୍ମାରେ ଅବସ୍ଥିତ ଥିବାରୁ ସେ ସର୍ବବ୍ୟାପୀ ଅଟନ୍ତି। କେହି କେହି ଆତ୍ମା ଏବଂ ପରମାତ୍ମାଙ୍କୁ ପୃଥକ୍ ନ ବିଚାର କରି ଉଭୟଙ୍କୁ ଏକ ବୋଲି ଗ୍ରହଣ କରନ୍ତି। ଅନ୍ୟ କେତେକ ପୃଥିବୀର
ପ୍ରତ୍ୟେକ ଜଡ଼ ଓ ଚେତନାରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ ବୋଲି ପାଣ୍ଡିତେ ପୂର୍ଣ୍ଣ ତର୍କ କରନ୍ତି। ତର୍କ ବା ଯୁକ୍ତି ଦ୍ୱାରା ପରମାତ୍ମାକୁ ଜାଣି ହେବ ନାହିଁ। ସ୍ୱୟଂ ପରମାତ୍ମାଙ୍କ ପ୍ରଦତ୍ତ ଜ୍ଞାନ ହିଁ ତାଙ୍କୁ ପାଇବାର ମାର୍ଗ ପ୍ରଶସ୍ତ କରେ। ଉପଯୁକ୍ତ ଶ୍ଲୋକ ଆଧାରରେ ପରମାତ୍ମାକୁ ଯଦି କେବଳ ହୃଦୟରେ ବାସ କରନ୍ତି ବୋଲି କୁହାଯାଏ, ତେବେ ତର୍କ କରାଯାଇପାରେ ଯେ ଶରୀରର ଅନ୍ୟ ଅଂଶରେ ନାହାନ୍ତି। ଯେତେବେଳେ ଶଲ୍ୟ ଚିକିତ୍ସକ କାହାରି ହୃଦୟକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରି ତା ବଦଳରେ କୃତ୍ରିମ ହୃଦୟ ରୋପଣ କରନ୍ତି, ସେତେବେଳେ ମୂଳ ହୃଦୟ ସହିତ ପରମାତ୍ମା ମଧ୍ୟ ଚାଲିଯିବା କଥା, ଅଥବା ସେ ପୁନର୍ବାର କୃତ୍ରିମ ହୃଦୟକୁ ସ୍ଥାନାନ୍ତରିତ ହୋଇ ଆସନ୍ତି। ଏଠାରେ ହୃଦୟ ଶବ୍ଦକୁ ଜୀବାତ୍ମାର ଅଙ୍ଗବିଶେଷ ବୋଲି ବୁଝିବା ବା ଅର୍ଥ କରିବା ଠିକ୍ ହେବ ନାହିଁ। ଅନେକ ସମୟରେ ହୃଦୟ ଶବ୍ଦ ଭାବନା ସମୂହର ପର୍ଯ୍ୟାୟବାଚୀ ଅର୍ଥରେ ପ୍ରୟୋଗ କରାଯାଏ। ଉପରୋକ୍ତ ଶ୍ଲୋକ ଗୁଡ଼ିକରେ ତାହା ହିଁ ହୋଇଛି। ଅନେକ ସମୟରେ କାହାରି କଟୁ କଥାରେ ଆମ ଭାବନାରେ ଆଘାତ ଲାଗିଲେ ଆମେ କହୁ, ଆପଣଙ୍କ କଥା ମୋ ହୃଦୟକୁ ଖୁବ୍ ବାଧିଲା। କାହା ପ୍ରତି ଆମର ଅତିଶୟ ଅନୁରାଗ ଆସିଗଲେ ସ୍ୱତଃ ମୁହଁରୁ ବାହାରି ଆସେ, ଆପଣ ତ ମୋ ହୃଦୟରେ ବିରାଜିତ। ସେହିପରି ଭକ୍ତ ମଧ୍ୟ ଭଗବାନଙ୍କୁ କହେ, ପ୍ରଭୁ ଆପଣଙ୍କୁ ତ ମୁଁ ମୋର ହୃଦୟ ସିଂହାସନରେ ଅଧିଷ୍ଠିତ କରିଛି। ଏହିପରି ବିଭିନ୍ନ ପ୍ରସଙ୍ଗରେ ହୃଦୟ ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରାଯାଏ। ଯଥା, ଏ କଥା ମୋର ହୃଦୟ ସ୍ୱୀକାର କରୁନାହିଁ। ଆପଣ ମୋ ହୃଦୟକୁ ଜିଣିଗଲେ। କରୁଣାରେ ତାଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା ଇତ୍ୟାଦି। ଉପଯୁକ୍ତ ଆଲୋଚନା ଅନୁସାରେ ପରମାତ୍ମାଙ୍କୁ ସ୍ଥୂଳତଃ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ବିରାଜିତ ଭାବି ତାଙ୍କୁ ସର୍ବବ୍ୟାପୀ କହିବା ଏକ ମହାନ ଭୁଲ ହେବ। ସୃଷ୍ଟିରେ ସ୍ରଷ୍ଟା ବା ପିତା ପୁତ୍ରଠାରେ କିପରି ପରିବ୍ୟାପ୍ତ ହୋଇପାରିବ? ଜଳକଣା ବିଶାଳ ସମୁଦ୍ରର ଅଂଶବିଶେଷ ହୋଇପାରେ, କିନ୍ତୁ ଜଳକଣାରେ ସମୁଦ୍ରର ବିଶାଳତାକୁ କିପରି ଆରୋପିତ କରାଯାଇପାରିବ? ପରମାତ୍ମା ସର୍ବଗୁଣର ସାଗର ହେଲେ ଆତ୍ମା ସେ ସବୁ ଗୁଣର ସ୍ୱରୂପ ମାତ୍ର। ଯଦି ଈଶ୍ୱରୀୟ ଅବତରଣକୁ ସତ୍ୟ ବୋଲି ଗ୍ରହଣ କରାଯାଏ, ତେବେ ସର୍ବବ୍ୟାପକ ପରମାତ୍ମା କିପରି ଏକ ମାନବ ଶରୀରରେ ଅବତରିତ ହୋଇପାରିବେ? ଏହା ସରିଷ ଗର୍ଭରେ ପର୍ବତ ସ୍ଥାପନା କରିବା କଥା ଭଳି ହେବ। ଯଦି ସମସ୍ତ ପ୍ରାଣୀ ହୃଦୟରେ ପରମାତ୍ମା ଅବସ୍ଥିତ ବୋଲି କୁହାଯିବ, ତେବେ ପୃଥିବୀରେ ଯେଉଁ ଅଗଣିତ ଏକକୋଷୀ ପ୍ରାଣୀଙ୍କ ହୃଦୟ ନାହିଁ, ତେବେ ସେମାନଙ୍କଠାରେ ପରମାତ୍ମାଙ୍କ ଅବସ୍ଥିତିକୁ କିପରି ପ୍ରମାଣିତ କରାଯିବ? ଏଠାରେ ସର୍ବବ୍ୟାପକତା ସିଦ୍ଧାନ୍ତ ଭୁଲ ପ୍ରମାଣିତ ହେଉଛି ବୋଲି ମନେହୁଏ। କ୍ରମଶଃ ଓମ୍ ଶାନ୍ତି।